ଦେଖିପାରୁଥିବେ ଏଇଟା ମୁଁ ଦେଖିଲେ ତ କ'ଣ ଖାଉଛି ସେଇଟା ପୁଣି କେମିତି ବନେଇଲା ସେଇଟା ପୁଣି ଦେଖିବେ ନା ନାହିଁ। ସେଥିପାଇଁ କିଛି ନାହିଁ, ମୁଁ ଯାହା ବି ମୋ ପାଖେ ଭେଜିଟେବୁଲ୍ ଥିଲା ଆଉ ମୁଁ ସେଟାକୁ କାଟିଦେଲି। କାଟିକି ଦେଖନ୍ତୁ ମୋର କିଚେନ୍ କେତେ ମେସି ହେଇକି ଅଛି। ମୁଁ ରୋଷେଇ କଲି ମାନେ ସେ କିଚେନ୍ର ଆଉ ଅବସ୍ଥା ରହୁନି। ହଉ ସେଇଟା ଛାଡ଼ନ୍ତୁ, ସେଇଟା ତ ଆପଣ ଦେଖିଥିଲେ। ତ ମୁଁ ପରିବା ସେ ଭାଜିଲା ବେଳେ ସେଇଥିରେ ଟିକେ ମୁଁ ହଳଦୀ ପକାଇଥିଲି। ହଳଦୀ ପକାଇକି ଭାଜି ଦେଇଥିଲି ଯେତେକ ପରିବା ଥିଲା, ଯେମିତି କୋବି, ଫୁଲକୋବି, ପତ୍ରକୋବି ଆଉ ବିନ୍ସ ଭାଜିକି ମୁଁ କାଢ଼ିଦେଲି। କାଢ଼ିକି ସେଇ କଡ଼େଇରେ ପୁଣି ଅଧେ ତେଲ ନେଲି, ପିଆଜ ନେଲି ଆଉ ଅଦା ରସୁଣ ପେଷ୍ଟ ବି ପକାଇ ଦେଇଛି। ତାପରେ ସେଇଟା ହେଲା ପରେ ଟମାଟୋ ପକାଇଦେଲି। ଟମାଟୋ ପକାଇଲା ପରେ ସେଇଟାକୁ ଟିକେ ଘାଣ୍ଟି ଦେଲି। ଘାଣ୍ଟିଲା ପରେ ତା'ର ଯେମିତି ତେଲ ଛାଡ଼ିବାକୁ ଆସିଲା, ତାପରେ ଯାହା ପରିବା ଥିଲା ଯେଉଁଟାକୁ ମୁଁ ଭାଜିକି କାଢ଼ିଥିଲି ସେଟାକୁ ପକାଇଦେଲି। ଆପଣ ଭାବୁଥିବେ ଯେ ମୁଁ କାହିଁ ସବୁ ଷ୍ଟେପ୍ ଭଲସେ ଦେଖାଉନି। ଆକ୍ଚୁଆଲି ମୋ ପାଖେ ତ ଷ୍ଟାଣ୍ଡ ନାହିଁ, ମୁଁ ଗୋଟେ ହାତରେ ଧରୁଛି ଗୋଟେ ହାତରେ ରୋଷେଇ କରୁଛି, ତ ଯାହା ଯେମିତି ହେଲା ମୁଁ ସେମିତି କରିଦେଲି। ଆଉ ଚଳେଇଦେବେ ଟିକେ, ଆଡ଼ଜଷ୍ଟ କରିଦେବେ ଆଉ। ହଁ ତାପରେ ହଁ, ପରିବା ପକାଇବା ପୂର୍ବରୁ ମୁଁ କହିବାକୁ ଭୁଲିଗଲି ଯେ ମସଲା ପକାଇବା ପାଇଁ ଯାହା ବି ମୋ ପାଖେ ମସଲା ଥିଲା ସବୁ ପକାଇଦେଲି, ଯେମିତି ଧନିଆ, ଲଙ୍କା, ହଳଦୀ, ଜିରା, ଚିକେନ୍ ମସଲା ବି ଟିକେ ପକାଇଦେଲି। ଚିକେନ୍ ନାହିଁ କିନ୍ତୁ ଚିକେନ୍ ମସଲା ପକାଇଦେଲି। ଭେଜ୍ରେ ବି ମୁଁ ଚିକେନ୍ ମସଲା ପକାଇ ଖାଇଦେଉଛି। କିଏ ତ ନାହିଁ, ଏକଲା ମୁଁ ଖାଉଛି ତ ମୁଁ ସେମିତି ବନେଇ ଖାଇଦେଉଛି। ତାପରେ ଆପଣମାନେ ଦେଖିପାରୁଥିବେ ଯେ କେତେ ବଢ଼ିଆ ଦେଖାଯାଉଛି। ଆପଣମାନେ ଭାବୁଥିବେ ଭଲ ତ ଦେଖାଯାଉଛି, ଖାଇବାକୁ କେମିତି ଲାଗିବ ଏମିତି ଭାବୁଛନ୍ତି କି? ହଁ ଭାବିଲେ ଭାବିବେ ଆଉ, କିନ୍ତୁ ମୁଁ ଭଲ ରୋଷେଇ କରେ ଯେ ଏଇ ମାସେ ହେଲା ରୋଷେଇ କରିବା ଷ୍ଟାର୍ଟ କରିଛି। ମୋତେ ଲାଗୁଛି ମୁଁ ଠିକ୍ଠାକ୍ ରୋଷେଇ କରୁଛି। ୟୁଟ୍ୟୁବ୍ ତ ଦେଖିକି କରିବା କଥା ଆଉ ଯେମିତି ରୋଷେଇ କଲେ କ'ଣ ହେଲା, ନିଜେ ତ ଖାଉଛି, ଏକଲା ରହୁଛି, ଏକଲା ଖାଉଛି, ତ କିଏ ବି କହିବାକୁ ନାହିଁ କ'ଣ ହେଲେ। ନିଜ ରୋଷେଇ ସମସ୍ତଙ୍କୁ ଭଲ ଲାଗେ, ତ ମୁଁ ନିଜେ ରୋଷେଇ କରୁଛି, ନିଜେ ଖାଉଛି, ମୋତେ ଭଲ ଲାଗୁଛି। ଆଉ ଆପଣମାନେ ଦେଖନ୍ତୁ, କିନ୍ତୁ ଭଲ ହେଇଥିଲା, ମୁଁ ଖାଇଲି, ଭଲ ହେଇଛି, ଟେଷ୍ଟ ପୁରା।